ଏଇ ବିଲ ସବୁ ଦିନ ଥିଲା। ଏ ବିଲରେ ସବୁ କିଛି ହଉଥିଲା। ସେ କେନ୍ଦୁ ଗଛ ଏବେ ବି ଦେଖାଯାଉଛି। ସେ କେନ୍ଦୁ ଗଛ ଅଛି। ଅନେକ ବର୍ଷ ତଳେ ଏଇ କେନ୍ଦୁ ଗଛ ମୂଳରେ ଆମେ ଭୋଗ ସେତେବେଳେ ବସାନ୍ତି, ସେ ଭୋଗ ମଧ୍ୟ ବସୁଥିଲା। ଏଇ ଆସପାସ ଯେଉଁ ବିଲ ଅଛି ସବୁ ବିଲ ଫସଲ ବି ହେଉଥିଲା। ଏଇଠି ଗୋଟିଏ ଝରଣାଟିଏ ମଧ୍ୟ ଥିଲା। ଏ ଝରଣା ଶୁଖିଯାଇଛି। ସବୁ କିଛି ପରିବର୍ତ୍ତନ ହୋଇଯାଇଛି। ଆଉ ଜଙ୍ଗଲଟା ଏଠୁ ବହୁତ ପାଖରେ। ଅତି ସୁନ୍ଦର ମନୋରମ ଦୃଶ୍ୟ। ଦୁଇଟି ଜଙ୍ଗଲର ଯେଉଁ ଅଛି ତାର କୋଣଟି ସୂର୍ଯ୍ୟଙ୍କର ଅସ୍ତ ସେଇଠି ହୁଏ। ଅତି ମନୋରମ ଦୃଶ୍ୟ। ପ୍ରକୃତି ସାଥିରେ ବଞ୍ଚିବା ଆଉ ପ୍ରକୃତି ସାଥିରେ ତାର ସୌନ୍ଦର୍ଯ୍ୟ ଉପଭୋଗ କରିବା ଗୋଟେ ନିଆରା କଥା। ତ ଏମିତି ହେଇକି ଏଇଠି ଯେଉଁ ରାସ୍ତା ଆମେ ଦେଖୁଛେ, ରାସ୍ତା ବିଗତ ଦିନ ପୂର୍ବରୁ ଏ ରାସ୍ତା ବହୁତ ଖାଲ ଥିଲା। ଏ ରାସ୍ତା ଏଇ ବିଲଠୁ ମଧ୍ୟ ଖାଲ ଥିଲା, କିନ୍ତୁ ଏ ରାସ୍ତା ଆଜି ବହୁତ ଉଚ୍ଚା ହୋଇଯାଇଛି। ରାସ୍ତା ପଡ଼ିଯାଇଛି। ଅତି ଭଲ ଲାଗୁଛି। ପୁଣି ଥରେ ସେ ପୁରୁଣା ଦିନକୁ ଆମେ ମନେ ପକାଇବା ସହିତ କିନ୍ତୁ ଫେରି ପାଇବାନି। ପୁରୁଣା ଦିନ ସବୁବେଳେ ପୁରୁଣା ଦିନ। ଏଠି ଜଙ୍ଗଲରୁ କିଛି ବାର୍ହା ୱାଇଲ୍ଡ ବୋର୍ ଆସନ୍ତି। ସେଇଥିପାଇଁ ଏମାନେ ଏଠି ଗୋଟେ ଛୋଟ କୁଡ଼ିଆ କରିଛନ୍ତି। ସେ କୁଡ଼ିଆରେ ରହୁଛନ୍ତି ସେମାନେ। ରାତିରେ ବାର୍ହାମାନଙ୍କୁ ଜଗନ୍ତି। ବାର୍ହାମାନେ ଖାଇଦିଅନ୍ତି ସେସବୁ ଜିନିଷ। ବାର୍ହା ଆଉ କ'ଣ କ'ଣ ଜଙ୍ଗଲରୁ ଆସନ୍ତି। ଏଇଠି ଦେଖନ୍ତୁ। ଚାଲ ଦେଖିବା ତାଙ୍କର ଛୋଟ କୁଡ଼ିଆଟାରେ କ'ଣ କରିଛନ୍ତି। ଆମେ କୁଡ଼ିଆ ଭାବିଥିଲୁ, କିନ୍ତୁ କୁଡ଼ିଆ ଏଇଟା ଥିଲା। କୁଡ଼ିଆକୁ ପରିବର୍ତ୍ତନ କରିକି ସେଥିରେ କିଛି ନଡ଼ା ସେମାନେ ରଖିଦେଇଛନ୍ତି। କୁଡ଼ିଆ ଥିଲା କିନ୍ତୁ ନଡ଼ା ରଖିଦେଇଛନ୍ତି। ଅନେକ କାଠ ମଧ୍ୟ ଏଠି ପକାଇଛନ୍ତି। ଭଲ ଦୃଶ୍ୟ ଆପଣ ଦେଖୁଥିବେ। ଏମିତି ଦୃଶ୍ୟ ଦେଖିବା କଥା। ଚାଲ ଭିତରକୁ ଯିବା।